ଆଜି ଆମେ ପଢିବା ରାଜନୀତି ବିଜ୍ଞାନର କୋର୍ 12 ର ପ୍ରଥମ ୟୁନିଟ୍ ହେଉଛି କ'ଣ? ପ୍ଲାଟୋ। ପ୍ଲାଟୋଙ୍କର ସାମ୍ୟବାଦ ଏବଂ ମଡର୍ଣ୍ଣ ସାମ୍ୟବାଦ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ସମାନତା ବିଷୟରେ ଟିକେ ଆଲୋଚନା କରିବା। ତ ଚାଲନ୍ତୁ ଆରମ୍ଭ କରିବା। ବର୍ତ୍ତମାନ ପଢିବା ପ୍ଲାଟୋଙ୍କ କମ୍ୟୁନିଜମ୍ ବା ପ୍ଲାଟୋଙ୍କ ସାମ୍ୟବାଦ ବିଷୟରେ ପଢିବା। ପ୍ଲାଟୋ ଜଣେ ଗ୍ରୀକ୍ ଦାର୍ଶନିକ ଅଟନ୍ତି। ସାମ୍ୟବାଦ ବିଷୟରେ ସେ ନିଜର ଲିଖିତ ପୁସ୍ତକ ଦ ରିପବ୍ଲିକରେ ଉଲ୍ଲେଖ କରିଛନ୍ତି। ପ୍ଲାଟୋଙ୍କ ସମୟରେ ସମାଜରେ ନ୍ୟାୟ ଏବଂ ଏକତାକୁ ସୃଷ୍ଟି କରିବା ପାଇଁ ସେ ସାମ୍ୟବାଦର ଧାରଣା ଦେଇଥିଲେ। ତାଙ୍କ ଧାରଣାଟି ଆଧୁନିକ ସାମ୍ୟବାଦଠାରୁ ଭିନ୍ନ ଅଟେ। ଏହା ସମଗ୍ର ବିଶ୍ୱ ପାଇଁ ସଠିକ୍ ନହେଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଥିଲା, ଯେପରିକି ଶାସକ ଏବଂ ସହାୟକ ଗୋଷ୍ଠୀ। ତାଙ୍କର ଉଦ୍ଦେଶ୍ୟ ଥିଲା କ'ଣ? ଏକ ନ୍ୟାୟପୂର୍ଣ୍ଣ ରାଷ୍ଟ୍ର ତିଆରି କରିବା, ଯେଉଁଥିରେ କି କୌଣସି ଦୁର୍ନୀତି ହିଁ ହେଉନଥିବ। ଏହି ସାମ୍ୟବାଦର ମୁଖ୍ୟ ବିଚାରଗୁଡ଼ିକ ହେଲା କ'ଣ କ'ଣ? ଆପ୍ଲାଇଜ୍ ଟୁ ଦ ଗାର୍ଡିଆନ୍ କ୍ଲାସେସ୍ ବା କେବଳ ଅଭିଭାବକ ଶ୍ରେଣୀ ପାଇଁ ପ୍ରଯୁଜ୍ୟ ଥିଲା। ଏହି ଅଭିଭାବକ ଶ୍ରେଣୀରେ କିଏ କିଏ ଯାଉଛି? ଦାର୍ଶନିକ ରାଜା ଏବଂ ଆମର ସୈନିକ। ଏବଂ ସେମାନଙ୍କ ପାଇଁ କ'ଣ? ନୋ ପ୍ରାଇଭେଟ୍ ପ୍ରପର୍ଟି, ସେମାନଙ୍କ ପାଇଁ କୌଣସି ବ୍ୟକ୍ତିଗତ ସମ୍ପତ୍ତି ରହିବ ନାହିଁ। ନୋ ପ୍ରାଇଭେଟ୍ ଫ୍ୟାମିଲି, ସେମାନଙ୍କର କୌଣସି ଘରୋଇ ପରିବାର ରହିପାରିବ ନାହିଁ। ଏବଂ ସେମାନେ କ'ଣ କରିବେ? କମନ୍ ଲିଭିଂ କରିବେ, ମାନେ ସାଧାରଣ ଜୀବନଯାପନ କରିବେ। ଯେପରି ଜଣେ ରାଜା ହେଇସାରିଲା ପରେ ତା ଜୀବନଯାପନ ପ୍ରଣାଳୀରେ କିଛି ଉନ୍ନତି କରିଥାଏ, କିନ୍ତୁ ଏଠି ପ୍ଲାଟୋ ତାକୁ ମନା କରୁଛନ୍ତି। ଯେପରିକି ଜଣେ ସାଧାରଣ ଜୀବନଯାପନ କରେ, ସେହିପରି ଉପାୟରେ ମଧ୍ୟ ଜଣେ ଦାର୍ଶନିକ ରାଜା ଜୀବନଯାପନ କରିବ। ସେହି ପ୍ରକାର ଜୀବନଯାପନ କରିବା ଦ୍ୱାରା ସାଧାରଣ ଲୋକମାନଙ୍କର ଆବଶ୍ୟକତା ସେ ପୂରଣ କରିଥାଇପାରେ। ଏବଂ ତାର ଉଦ୍ଦେଶ୍ୟ କ'ଣ ଥିଲା ଦେଖିବା ଟିକେ। ପ୍ରଥମଟା କ'ଣ ଥିଲା ଆମର? ଆପ୍ଲାଇଜ୍ ଟୁ ଦ ଗାର୍ଡିଆନ୍ କ୍ଲାସେସ୍। ଏହା କେବଳ ଅଭିଭାବକ ଶ୍ରେଣୀ ପାଇଁ ଥିଲା, ଯାହା ଶାସକ ଏବଂ ସୈନିକମାନଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଶ୍ରମିକ, କୃଷକ, କାରିଗର କିମ୍ବା ବ୍ୟବସାୟୀଙ୍କ ପାଇଁ ନୁହେଁ। ଏଇ ଯେଉଁ ନୀତି, ସାମ୍ୟବାଦୀ ନୀତିଟା ଥିଲା, ଏଇଟା କେବଳ କାହା ପାଇଁ ଥିଲା? ଆମର ସୈନିକ ଏବଂ ଦାର୍ଶନିକ ରାଜା ପାଇଁ ଥିଲା। କିନ୍ତୁ ଏ ଯେଉଁ ଶ୍ରମିକ ଥିଲେ, କୃଷକ ଥିଲେ, ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା। ସେକେଣ୍ଡ କ'ଣ ହେଉଛି ଆମର? ନୋ ପ୍ରାଇଭେଟ୍ ପ୍ରପର୍ଟି। ଅଭିଭାବକ ଶ୍ରେଣୀ ପାଇଁ ଜମି, ଟଙ୍କା କିମ୍ବା କୌଣସି ବ୍ୟକ୍ତିଗତ ସମ୍ପତ୍ତି ମାଲିକାନା କରିବା ନିଷେଧ ଥିଲା। ଏମାନେ କୌଣସି ମତେ ମଧ୍ୟ କୌଣସି ଜମି କିଣିପାରିବେନି କି ଟଙ୍କା ରଖିପାରିବେନି କିମ୍ବା ନିଜସ୍ୱ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହୋଇପାରିବେ ନାହିଁ। କାରଣ ଯଦି ସେମାନେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହୁଅନ୍ତି, ସେମାନଙ୍କ ମଧ୍ୟରେ ସ୍ୱାର୍ଥପରତା, ଅସମାନତା, ଦୁର୍ନୀତି, ନିଷ୍ଠୁରତା ଆଦି ଗୁଣ ଗୁଡ଼ାକ ଭର୍ତ୍ତି ହୋଇଯାଇପାରେ, ଯାହାଦ୍ୱାରା ସେମାନେ କ'ଣ କରିବେ? ରାଷ୍ଟ୍ରର ମଙ୍ଗଳ କରିବେ ନାହିଁ। ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ସେଗୁଡ଼ିକ କ'ଣ କରିବେ? ଆଗେଇ ନେବେ, କିନ୍ତୁ ସମାଜରେ ଏଠି ଉନ୍ନତି ହୋଇପାରିବ ନାହିଁ। ନୋ ପ୍ରାଇଭେଟ୍ ଫ୍ୟାମିଲି। ଅଭିଭାବକ ଶ୍ରେଣୀ ପାଇଁ ବ୍ୟକ୍ତିଗତ ପରିବାର ରଖିବାର ଅନୁମତି ନଥିଲା। ଯଦି ପରିବାର ଥାଏ, ତେବେ ଏହି ଶ୍ରେଣୀର ଲୋକମାନେ ରାଷ୍ଟ୍ର ପାଇଁ ନିଷ୍ଠାର ସହ କାର୍ଯ୍ୟ ନ କରି କେବଳ ନିଜସ୍ୱ ପରିବାର ଉନ୍ନତି ସାଧନକୁ ହିଁ ଚେଷ୍ଟା କରିଛନ୍ତି। ଏଇଟା ନର୍ମାଲ କଥା। ଜଣେ ବ୍ୟକ୍ତି ନିଜ ପରିବାର ପାଇଁ ପ୍ରଥମେ କାର୍ଯ୍ୟ କରିବ, ତାପରେ ଯାଇକି ଅନ୍ୟ କୌଣସି ବା ଅନ୍ୟମାନଙ୍କ ଉପକାର କିମ୍ବା ରାଷ୍ଟ୍ରର ଉପକାର କରିବା ପାଇଁ ଚେଷ୍ଟା କରିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ଲାଟୋ କ'ଣ କଲେ? ଦାର୍ଶନିକ ରାଜାମାନଙ୍କର କୌଣସି ପରିବାର ରହିବ ନାହିଁ, ଯାହାକି ଏହା ସମାଜରେ ହିଁ ସାଧାରଣ ଭାବରେ ଜୀବନଯାପନ କରିବେ। ହୁଏତ ଥାଇପାରେ, କିନ୍ତୁ ଏଇଟା ସମାଜ ଉପରେ ଛାଡ଼ିଦେବେ। ସେ ନିଜସ୍ୱ ଭାବେ ନିଜ ପରିବାର ପାଖରେ ରହିପାରିବେ ନାହିଁ। ରାଷ୍ଟ୍ର ସମସ୍ତ ଲୋକମାନଙ୍କୁ ସମାନ ଭାବରେ ବ୍ୟବହାର କରିନଥାନ୍ତେ ଯଦି ଏମାନଙ୍କ ପାଖରେ କ'ଣ? ନିଜସ୍ୱ ଫ୍ୟାମିଲି ଗୋଟେ ଥାନ୍ତା। ଯାହାଦ୍ୱାରା ପ୍ଲାଟୋଙ୍କ ଏହି ବ୍ୟବସ୍ଥା ଦ୍ୱାରା ପରିବାରବାଦ ଓ ପକ୍ଷପାତ ରୋକିବା ପାଇଁ ଉଦ୍ଦିଷ୍ଟ ଅଟେ। ପରିବାର ଏବଂ ଯେଉଁ ରାଷ୍ଟ୍ର ମଧ୍ୟରେ ଯେଉଁ ପକ୍ଷପାତ ହେଇଥାନ୍ତା, ତାହାକୁ ଏହି ନୀତି ଅନୁସାରେ ପ୍ଲାଟୋ କ'ଣ କରୁଛନ୍ତି? ବନ୍ଦ କରିଦେଇଛନ୍ତି। ଆଉ 4 ନମ୍ବରଟା ହେଉଛି କମନ୍ ଲିଭିଂ। ଏମାନଙ୍କୁ ବିଳାସପୂର୍ଣ୍ଣ ରହଣି ପାଇଁ ଗୃହ, ଖାଦ୍ୟ, ବସ୍ତ୍ର ଇତ୍ୟାଦିରୁ ବାରଣ କରି ଏକ ସାଧାରଣ ବ୍ୟକ୍ତି ଭାବରେ ଜୀବନଯାପନ କରିବାକୁ ପ୍ଲାଟୋ ମତ ପ୍ରଦାନ କରିଛନ୍ତି। ପ୍ଲାଟୋ ବିଶ୍ୱାସ କରୁଥିଲେ କ'ଣ? ଜଣେ ରାଜା ଏକଜୁଟ ଭାବେ ପରିବେଶରେ ଚଳେ, ତାହେଲେ ସେ କ'ଣ କରିବ? ପରସ୍ପର ମଧ୍ୟରେ ଥିବା ଶତ୍ରୁତାକୁ ଦୂରେଇ ଏକତା ଆଡ଼କୁ ଆଗେଇ ଯିବା, ଭାଇଚାରା ମଧ୍ୟ ସୃଷ୍ଟି ହେବ ଏବଂ ତ୍ୟାଗର ମନୋଭାବ ବୃଦ୍ଧି ହେବ। ଯେପରି ନିଜର ସ୍ୱାର୍ଥ ନ ଦେଖି ଅନ୍ୟମାନ ବା ରାଷ୍ଟ୍ରର ଉନ୍ନତି କରିବା ପାଇଁ ସେ ଚେଷ୍ଟା କରିଥାଏ। ତେଣୁ ପ୍ଲାଟୋ ଏଠି କହିଛନ୍ତି କ'ଣ? ଜଣେ ରାଜା ହେଲେ ମଧ୍ୟ ସେ କ'ଣ? ସାଧାରଣ ଭାବେ ବଞ୍ଚିବା ପାଇଁ ପଡ଼ିବ। ଏହାର ଉଦ୍ଦେଶ୍ୟ କ'ଣ? ଦେଖ, ଅଭିଭାବକ ଶ୍ରେଣୀର ନାଗରିକମାନଙ୍କୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ସେମାନଙ୍କର ମନରେ ସ୍ୱାର୍ଥପରତା, ବ୍ୟକ୍ତିଗତ ଆସକ୍ତି, ଲୋଭ ଇତ୍ୟାଦି ଜନ୍ମ ଲାଭ କରିଥାଏ। ଉପରୋକ୍ତ ଯେଉଁ 4ଟି ପଢ଼ିଲେ, ସେ 4ଟି ଯାକ ଯଦି ସେମାନଙ୍କୁ ଦିଆଯାଇଥାଏ, ତେବେ ସେମାନଙ୍କ ମଧ୍ୟରେ କ'ଣ ହୁଅନ୍ତା?
ସ୍ୱାର୍ଥପରତା ଆସିଥାନ୍ତା, ନିଷ୍ଠୁରତା ମଧ୍ୟ ହୋଇଥାନ୍ତେ ଏବଂ ଲୋଭ ମଧ୍ୟ ବୃଦ୍ଧି ପାଇଥାନ୍ତା, ଯାହାଦ୍ୱାରା ରାଷ୍ଟ୍ରର ହିଁ କ୍ଷତି ହୋଇଥାନ୍ତା। ଏହି ସବୁକୁ ଦୃଷ୍ଟିରେ ରଖି ଶାସକମାନଙ୍କୁ ଲୋଭ, ବ୍ୟକ୍ତିଗତ ଆସକ୍ତି ଏବଂ ସ୍ୱାର୍ଥପର ଇଚ୍ଛାକୁ ମୁକ୍ତ କରିବା ପାଇଁ ଏହି ସାମ୍ୟବାଦକୁ ପ୍ରଦାନ କରିଥିଲେ, ଯାହାଦ୍ୱାରା ନାଗରିକମାନେ ନ୍ୟାୟ, ସାଧାରଣ ହିତ କୌଣସି ଦୁବିଧାରେ ପାଇପାରିବେ, କୌଣସି ଅସୁବିଧାରେ କ'ଣ କରିବେ, ବିନା ପ୍ରୋବ୍ଲେମରେ ସବୁତକ ନ୍ୟାୟ ପାଇପାରିବେ ଏବଂ ସବୁତକ ସୁବିଧା କ'ଣ କରିବେ, ଗୋଟେ ଜାଗାରେ ହିଁ ପାଇପାରିବେ। ତେଣୁ ଏଠାରେ ପ୍ଲାଟୋ ଅଭିଭାବକ ଶ୍ରେଣୀର ଲୋକମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରହିତ ପାଇଁ ଉତ୍ସର୍ଗ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ପ୍ଲାଟୋଙ୍କ କମ୍ୟୁନିଜମ ସରିଲା, ଏବେ ଦେଖିବା ମଡର୍ଣ୍ଣ କମ୍ୟୁନିଜମ। ଏହାର ପ୍ରବର୍ତ୍ତକ ରହିଲେ କିଏ? କାର୍ଲ ମାର୍କ୍ସ ଆଣ୍ଡ ଫ୍ରେଡରିକ୍। ତ ଏଇ ଆଧୁନିକ ସାମ୍ୟବାଦ ଏକ ରାଜନୈତିକ ଅର୍ଥନୈତିକ ଚିନ୍ତାଧାରା, ଯାହା ମୁଖ୍ୟତଃ ଊନବିଂଶ ଶତାବ୍ଦୀରେ କାର୍ଲ ମାର୍କ୍ସ ଏବଂ ଫ୍ରେଡରିକ୍ ଏଙ୍ଗେଲ୍ସଙ୍କ ଚିନ୍ତାଧାରା ମାଧ୍ୟମରେ ବିକଶିତ ଅଟେ। ଏହା ଅସମତା, ଶ୍ରମିକମାନଙ୍କ ଶୋଷଣ ଏବଂ ପୁଞ୍ଜିବାଦ ଦ୍ୱାରା ସୃଷ୍ଟି ହୋଇଥିବା ଶ୍ରେଣୀ ବିଭାଜନ ବିରୋଧରେ ଏକ ପ୍ରତିକ୍ରିୟା ଅଟେ। ଏହି ମଡର୍ଣ୍ଣ କମ୍ୟୁନିଜମ ମୁଖ୍ୟ କାମ କ'ଣ ଥିଲା? ପୁଞ୍ଜିପତି ଏବଂ ଶ୍ରମିକମାନଙ୍କ ମଧ୍ୟରେ ଯେଉଁ ଭେଦଭାବକୁ ଦୂରୀକରଣ କରିବା। ପ୍ଲାଟୋଙ୍କ ସାମ୍ୟବାଦ କେବଳ ଅଭିଭାବକ ଶ୍ରେଣୀ ପାଇଁ ଥିଲା, କିନ୍ତୁ ଏହା ଆଧୁନିକ ସାମ୍ୟବାଦ ସମଗ୍ର ସମାଜକୁ ପୁନର୍ଗଠନ କରିବାକୁ ଲକ୍ଷ୍ୟ ରଖିଛି। ପ୍ଲାଟୋ ପୂର୍ବରୁ କ'ଣ କହିଲେ ଆମେ? ପ୍ଲାଟୋ କେବଳ ଅଭିଭାବକ ଶ୍ରେଣୀମାନଙ୍କୁ ସୁଧାରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଏଠି ଯେଉଁ ମଡର୍ଣ୍ଣ କମ୍ୟୁନିଜମ ଆସିଲା, ଟୋଟାଲ ଏଣ୍ଟାର ଯେଉଁ ରାଷ୍ଟ୍ର ଥିବ, ସେ ରାଷ୍ଟ୍ରର ସମସ୍ତ ବ୍ୟକ୍ତିଙ୍କ ଚାଲିଚଳନ ବା ପରିବେଶରେ କିଛି ନା କିଛି ଚେଞ୍ଜ କରିବା ପାଇଁ ତାଙ୍କର ମୂଳ ଲକ୍ଷ୍ୟ ରହିଛି। ଦେଖ, ଏହାର ଫିଚର୍ସ ଗୁଡ଼ାକ ଆବୋଲିସନ ଅଫ ପ୍ରାଇଭେଟ ପ୍ରପର୍ଟି, ବ୍ୟକ୍ତିଗତ ସମ୍ପତ୍ତି ଉଚ୍ଛେଦ କରିବା। ସେଥିରେ ମଧ୍ୟ କ'ଣ ଅଭିଭାବକ ଶ୍ରେଣୀମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ଉଚ୍ଛେଦ କରାଯାଇଥିଲା, କିନ୍ତୁ ଏଠି ସମଗ୍ର ବ୍ୟକ୍ତିମାନଙ୍କର ସମ୍ପତ୍ତିକୁ ଉଚ୍ଛେଦ କରାଯାଉଛି। ଏବଂ ଶ୍ରେଣୀହୀନ ସମାଜ, ସେଥିରେ 3 ପ୍ରକାର ଶ୍ରେଣୀ ଥିଲା। 2ଟି ଶ୍ରେଣୀ ରହିଛି, ଯେଉଁଟାକି ହେଲା ଧନୀ ଆଉ ଗରିବ। ଇକୋନୋମିକ ସୋସାଇଟି, ଅର୍ଥନୈତିକ ସମାଜ। ଏହି ଅର୍ଥନୈତିକ ସମାଜରେ ଶ୍ରମିକମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଶ୍ରମିକମାନଙ୍କର ଉପଯୁକ୍ତ ଶ୍ରମ, ସମୟକାଳ ଅନୁସାରେ କାର୍ଯ୍ୟ ସାରିବା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସାରି ସେମାନଙ୍କ ଉପଯୁକ୍ତ ଶ୍ରମର ମୂଲ୍ୟ ପ୍ରଦାନ କରିବା ବିଷୟରେ ଏଠି ବୁଝାଯାଇଛି। ଏବଂ କଲେକ୍ଟିଭ ଲିଭିଂ ଆଣ୍ଡ ପ୍ରଡକ୍ସନ, ସାମୂହିକ ଜୀବନଯାପନ ଏବଂ ଉତ୍ପାଦନ। ଦେଖ, ଏଠି ସାମୂହିକ ଜୀବନଯାପନ ମାନେ କ'ଣ? ସେ ଧନୀ କିମ୍ବା ଗରିବ ଏକ ନିର୍ଦ୍ଦିଷ୍ଟ ପରିବେଶ ମଧ୍ୟରେ ବସବାସ କରିବେ ଏବଂ ଉତ୍ପାଦନ, ଏମାନେ କ'ଣ କରିବେ, ଯେକୌଣସି ପ୍ରଡକ୍ସନ କରିଲେ ମଧ୍ୟ, ଯେତିକି ଜିନିଷ ଦ୍ରବ୍ୟ ଉତ୍ପାଦନ କରିଲେ, ସେ ପୁଞ୍ଜିପତି ହଉ କିମ୍ବା ଶ୍ରମିକ ହଉ, ସେଇ ଯେଉଁ ବସ୍ତୁ ତିଆରି ହେଇଥିବ, ସେ ବସ୍ତୁ ଅନୁସାରେ ପୁଞ୍ଜିପତି ମାନେ ତାର ପରସେଣ୍ଟେଜ ରଖିଲା ବେଳେ ସେମାନଙ୍କୁ ଯେତିକି ଲାଭ ହେଇଥିବ, ସେଇ ଲାଭ ଅନୁସାରେ ହିଁ ଏ ଶ୍ରମିକମାନଙ୍କୁ ନିଜର ପୁଞ୍ଜି ପ୍ରଦାନ କରାଯିବ। ବର୍ତ୍ତମାନ ତାକୁ ଭଲ ଭାବେ ଟିକେ ଦେଖିଦେବା। ଆବୋଲିସନ ଅଫ ପ୍ରାଇଭେଟ ପ୍ରପର୍ଟି, କୌଣସି ବ୍ୟକ୍ତିଙ୍କ ପାଖରେ ଜମି, କାରଖାନା, ସମ୍ପଦର ମାଲିକାନା ରହିବା ଉଚିତ ନୁହେଁ। ସମସ୍ତ ଉତ୍ପାଦନ ସାଧନ, ଯେପରିକି ଜମି, ଶିଳ୍ପ, ପରିବହନ ଇତ୍ୟାଦି ସାମୂହିକ ଭାବରେ ରାଜ୍ୟ କିମ୍ବା ସମ୍ପ୍ରଦାୟର ମାଲିକାନା ଅଟେ। ସେ କହୁଥିଲେ କ'ଣ, ଏ ଯେଉଁ ଆମର ମଡର୍ଣ୍ଣ କମ୍ୟୁନିଜମ କ'ଣ ଅଛି, ସବୁତକ ସଂସ୍ଥା କେବଳ ଜଣଙ୍କ ହାତରେ ନ୍ୟସ୍ତ ନ ରହି ରାଷ୍ଟ୍ର ହାତରେ ନ୍ୟସ୍ତ ରହିବା ଆବଶ୍ୟକ, ଯାହାଦ୍ୱାରା ସମସ୍ତେ ଏଠି ଉପକାର ପାଇପାରିବେ। ସେକେଣ୍ଡ ଇଏ କ'ଣ ଅଛି? କ୍ଲାସଲେସ୍ ସୋସାଇଟି, ଧନୀ ଗରିବ, ଉଚ୍ଚ ନିଚ ଆଦି ମଧ୍ୟ ଥିବା ବିଭାଜନକୁ ଦୂରୀକରଣ କରିବା। ସମସ୍ତେ ସମାଜରେ ସମାନ ହେବା ଉଚିତ। ଗୋଟିଏ ଶ୍ରେଣୀ ଦ୍ୱାରା ଅନ୍ୟ ଏକ ଶ୍ରେଣୀର ଶୋଷଣ କରିବା ଉଚିତ ନୁହେଁ। ଯେପରି ଟିକେ ପୂର୍ବରୁ କହିଲେ କ'ଣ, ଧନୀ ଆଉ ଗରିବ 2ଟା କ୍ଲାସ ଅଛି। ଏଥିରେ ଧନୀ ଲୋକମାନେ ଗରିବ ଲୋକମାନଙ୍କୁ ଯେପରି ଶୋଷଣ ନ କରନ୍ତି, ତାହାକୁ ଇଏ ଦୃଷ୍ଟିରେ ରଖିଥାଏ। ଇକୋନୋମିକ ଇକ୍ୱାଲିଟି, ସମ୍ପତ୍ତି ଏବଂ ସମ୍ବଳ ଆବଶ୍ୟକତା ଅନୁସାରେ ବଣ୍ଟାଯାଏ, ବ୍ୟକ୍ତିଗତ ଲାଭ ପାଇଁ ନୁହେଁ, ପ୍ରତ୍ୟେକଙ୍କୁ ନିଜର କ୍ଷମତା ଅନୁସାରେ ତାଙ୍କ ଆବଶ୍ୟକ ପୂରଣ କରିବା ଉଚିତ। ଇକୋନୋମିକ ଇକ୍ୱାଲିଟି ମାନେ କ'ଣ, ଯେଉଁ ବ୍ୟକ୍ତି ଯେତିକି ପରିଶ୍ରମ କରିଥିବ ସେତିକି ହିଁ ତାକୁ ପ୍ରଦାନ କରାଯିବ। ହୁଏତ ଏଠି ସମାନ କରିଲେ ଭୁଲ ହେଇଯାଇପାରେ, କିମ୍ବା ସେଇ ଜଣେ ପୁଞ୍ଜିପତି ହେଇଥାଇପାରେ, ଜଣେ ଗରିବ ହେଇଥାଇପାରେ, ପୁଞ୍ଜିପତିକୁ ଅଧିକ ଦେଇଦେବା ଏବଂ ଗରିବମାନଙ୍କୁ ଅଳ୍ପ ଦେବା, ସେଇଟା ଦେବା ଦ୍ୱାରା ଏଠିକି ଆମର କ'ଣ ଟୋଟାଲି ରଙ୍ଗ ହେଇଯିବ। ତେଣୁ ଯିଏ ଯେତିକି ସକ୍ଷମ, ଯିଏ ଯେତିକି କାର୍ଯ୍ୟ କରିଛି, ସେତିକି ଅନୁସାରେ ହିଁ ସେମାନଙ୍କୁ ଫଳ ପ୍ରଦାନ କରିବା ଉଚିତ। କଲେକ୍ଟିଭ ଲିଭିଂ ଆଣ୍ଡ ପ୍ରଡକ୍ସନ, ସମସ୍ତ ଲୋକ ସାଧାରଣ ହିତ ପାଇଁ ଏକାଠି କାର୍ଯ୍ୟ କରନ୍ତି, ପ୍ରତିଯୋଗିତା ଅପେକ୍ଷା ସହଯୋଗ ଉପରେ ଧ୍ୟାନ ଦେବା ଉଚିତ। ଏଠି ପରସ୍ପର ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି, ଏହି ପ୍ରତିଯୋଗିତା ବନ୍ଦ କରି ପରସ୍ପରକୁ ସାହାଯ୍ୟ କରିବା ଦ୍ୱାରା ରାଷ୍ଟ୍ରର ଶାନ୍ତି ଶୃଙ୍ଖଳା ବଜାୟ ରଖିବ। ଯଦି ଆମେ ପ୍ରତିଯୋଗିତା ଲାଗିବା, କାହାର ନା କିଛି କ୍ଷତି ହେବ।
ରାଷ୍ଟ୍ର ଭଲ ଭାବରେ ଚଳିପାରିବ ନାହିଁ। ତେଣୁ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା ନ କରି ସେମାନଙ୍କୁ ସହଯୋଗ କରିବା ଉଚିତ। ଏବେ ଯାହା ପଢ଼ିଲେ ତାକୁ ପୁଣି ସହଜରେ ମନେ ରଖିବା ପାଇଁ ହେଲେ ଦେଖ ଏଇ ଟେବୁଲ ଯେ ମନେ ରଖିଲେ ଆମର ଏଇ କ୍ୱେଶ୍ଚିନ୍ର ଆନ୍ସର ସବୁତକ ହେଇଯିବ। ଦେଖ ପ୍ଲାଟୋ କମ୍ୟୁନିଜମର ପ୍ରେରକ କିଏ ଥିଲେ? ପ୍ଲାଟୋ ହିଁ ଥିଲେ। ଏଇଟା କେବେ ଆସିଥିଲା? ଆମର 4th ସେଞ୍ଚୁରୀ ବିସିରେ ଆସିଥିଲା। ଏବଂ ମଡର୍ଣ୍ଣ କମ୍ୟୁନିଜମ କିଏ ଥିଲେ? କାର୍ଲ ମାର୍କ୍ସ ଆଣ୍ଡ ଫ୍ରେଡରିକ୍। ଏଇଟା କେବେ? 19th ସେଞ୍ଚୁରୀରେ ଆସିଥିଲା। ଏହାର ପରିସର କ'ଣ ଥିଲା? କେବଳ ଅଭିଭାବକ ଶ୍ରେଣୀ ପାଇଁ ପ୍ରଯୁଜ୍ୟ ଥିଲା, କିନ୍ତୁ ଏ ମଡର୍ଣ୍ଣ କମ୍ୟୁନିଜମ କ'ଣ ଅଛି? ସମସ୍ତଙ୍କ ପାଇଁ ଅଛି। ଏ ବ୍ୟକ୍ତିଗତ ସମ୍ପତ୍ତି କ'ଣ? କେବଳ ଅଭିଭାବକ ଶ୍ରେଣୀ ପାଇଁ ଉଚ୍ଛେଦ, କିନ୍ତୁ କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ସମ୍ପତ୍ତି ରଖାଯିବ। କିନ୍ତୁ ମଡର୍ଣ୍ଣ କମ୍ୟୁନିଜମ କ'ଣ ଅଛି? ବ୍ୟକ୍ତିଗତ ସମ୍ପତ୍ତି ସମସ୍ତଙ୍କ ପାଇଁ ରଦ୍ଦ କରାଯିବ ଏବଂ ସମସ୍ତ ସମ୍ପତ୍ତି ସାମୂହିକ ମାଲିକାନା ଅଟେ। ଏଇଟା କୌଣସି ବ୍ୟକ୍ତିଗତ ସମ୍ପତ୍ତି ନ ରହି ସାମୂହିକ ଭାବେ ରହିବା ଆବଶ୍ୟକ। ପାରିବାରିକ ବ୍ୟବସ୍ଥା। ପ୍ଲାଟୋଙ୍କ କମ୍ୟୁନିଜମ କ'ଣ ଅଛି? କେବଳ ଅଭିଭାବକ ଶ୍ରେଣୀ ପାଇଁ କୌଣସି ପରିବାର ନାହିଁ, ସ୍ତ୍ରୀ ଏବଂ ପିଲାମାନେ ସାଧାରଣ ଭାବେ ରହିବେ। ଏବଂ ମଡର୍ଣ୍ଣ କ'ଣ କହିଲା? କ'ଣ ପରିବାର ବ୍ୟବସ୍ଥା ରହିଛି, କିନ୍ତୁ ଶ୍ରେଣୀ ପ୍ରଭେଦ ଉଚ୍ଛେଦ କରାଯାଇଛି। କାରଣ କ୍ଲାସଲେସ୍ ସୋସାଇଟି ତିଆରି କରିବା ପାଇଁ ଏମାନଙ୍କ ମୂଳ ଲକ୍ଷ୍ୟ ଥିଲା। ଏମାନଙ୍କ ଲକ୍ଷ୍ୟ କ'ଣ? ଦେଖ ଶାସକ ମଧ୍ୟରେ ଦୁର୍ନୀତି, ସ୍ୱାର୍ଥ ଏବଂ ପରିବାରବାଦକୁ ରୋକିବା ପାଇଁ। କିନ୍ତୁ ମଡର୍ଣ୍ଣ କମ୍ୟୁନିଜମ କହିଲା କ'ଣ? ଶ୍ରେଣୀ ବିଭାଜନ, ଶୋଷଣ ଦୂରୀକରଣ ଏବଂ ସମାନତା ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ ଅଟେ। ଅର୍ଥନୈତିକ ଦିଗ କ'ଣ ଅଛି? ମୁଖ୍ୟତଃ ରାଜନୈତିକ ଓ ନୈତିକ ପ୍ରାଧାନ୍ୟ ଦେଇଥାଏ କି ଆମର ପ୍ଲାଟୋଙ୍କ କମ୍ୟୁନିଜମ, କିନ୍ତୁ ଆମର ମଡର୍ଣ୍ଣ କମ୍ୟୁନିଜମ କ'ଣ ଦିଏ? ଦ୍ରୁତ ଆର୍ଥିକ ଉନ୍ନତି, ସମ୍ପତ୍ତି ଏବଂ ଉତ୍ପାଦନ ପୁନଃ ବଣ୍ଟନ ଉପରେ କେନ୍ଦ୍ରିତ କରିଥାଏ ଏବଂ ତା ସହିତ ଶ୍ରେଣୀ ବିଭାଗ। ପ୍ଲାଟୋଙ୍କ ସାମ୍ୟବାଦରେ ଏହାକୁ 3 ଭାଗରେ ବିଭକ୍ତ କରାଯାଇଛି। ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି। 3 ଭାଗ ବାଲା କ'ଣ ହେଲା? ଶାସକ, ସହାୟକ, ଉତ୍ପାଦକ ଏବଂ 2 ଭାଗରେ କ'ଣ ଅଛି? ପୁଞ୍ଜିପତି ଓ ଶ୍ରମିକ ଶ୍ରେଣୀ। ପ୍ଲାଟୋଙ୍କ କମ୍ୟୁନିଜମ ଦର୍ଶନ କ'ଣ ଅଛି? ନ୍ୟାୟ, ଏକତା ଏବଂ ନୈତିକତା। ଏବଂ ମଡର୍ଣ୍ଣ କମ୍ୟୁନିଜମ କ'ଣ ଅଛି? ଅର୍ଥନୈତିକ ସମାନତା ଏବଂ ସାମାଜିକ ନ୍ୟାୟ। ଏ ବର୍ତ୍ତମାନ ପାଇଁ ସବୁତକ ଅଲରେଡି ପଢ଼ି ସାରିଛନ୍ତି, ପୁଣି ଥରେ ଦେଖିଥିଲେ ବୁଝା ପଡ଼ିଯିବ। ଏହାର କନକ୍ଲୁଜନ କ'ଣ ଅଛି? ଦେଖ ପ୍ଲାଟୋଙ୍କ ସାମ୍ୟବାଦ ଆଧୁନିକ ସାମ୍ୟବାଦ ପରି ଏକ ଅର୍ଥନୈତିକ ତତ୍ତ୍ୱ ନଥିଲା। ଏହା କେବଳ ଅଭିଭାବକ ଶ୍ରେଣୀ ପାଇଁ ପ୍ରୟୋଗ ହୋଇଥିଲା, ଯାହାର ଉଦ୍ଦେଶ୍ୟ ରାଷ୍ଟ୍ରର ସମର୍ପିତ ନିଃସ୍ୱାର୍ଥପର ଶାସନ ସୃଷ୍ଟି କରିବା, ଯାହାଦ୍ୱାରା ରାଷ୍ଟ୍ରଟି ଭଲ ଭାବରେ ପରିଚାଳିତ ହୋଇପାରିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ତାହା ସହିତ ଆମର ନେକ୍ସଟ ଭିଡ଼ିଓ ଆସୁଛି କ'ଣ? ପ୍ଲାଟୋଙ୍କ ଏଜୁକେସନ ଉପରେ ଆସୁଛି। ତ এই ଭିଡ଼ିଓଟି ପାଇବା ପାଇଁ ହେଲେ ଯଥାଶୀଘ୍ର ସବସ୍କ୍ରାଇବ୍ ବଟନଟିକୁ ଦବାଇ ଦିଅନ୍ତୁ, ତା ସହିତ ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆପଣ ଭିଡ଼ିଓଟି ବହୁତ ଜଲ୍ଦି ପାଇପାରିବେ।